ଦେଖନ୍ତୁ ମୁରଲୀଧର ରଥଙ୍କର ପ୍ରଥମ ସାଧବାର୍ଷିକୀ ଆସନ୍ତା 17 ତାରିଖ ଦିନ ପଡୁଛି। ତାଙ୍କ ଗାଁ ଜଗତସିଂହପୁର ଜିଲ୍ଲାର ମଧୁପୁର ପଞ୍ଚାୟତର ଚାନ୍ଦପୁର ଗ୍ରାମରେ ଅନୁଷ୍ଠିତ ହେବ। ତାଙ୍କର ମୂର୍ତ୍ତି ମଧ୍ୟ ଏଇ ଯୋଉ ପ୍ରତିମୂର୍ତ୍ତି ଅନାବରଣ ହେବ, ତା ସବୁ ଉନ୍ମୋଚନ ଅଛି। ସେଠି ଦିନସାରା ବହୁତ କାର୍ଯ୍ୟକ୍ରମ ରହିଛି। ବିଶେଷ କରି ସେ ଅଞ୍ଚଳରେ ସେ ଜଣେ ଖ୍ୟାତନାମ ଜନସେବକ ଥିଲେ, ଜନପ୍ରତିନିଧି ଥିଲେ। କଟକ ଜିଲ୍ଲାରେ ତାଙ୍କର ଗୋଟେ ସ୍ୱତନ୍ତ୍ର ପରିଚୟ ଥିଲା। ରାଜନୀତି ଲୋକମାନେ ତାଙ୍କ ମଧ୍ୟ ସମ୍ମାନ ପ୍ରଦର୍ଶନ କରୁଥିଲେ। ସିଏ ରାଜନୀତି କରିବା ଅପେକ୍ଷା ରାଜନୀତି ଥିଲେ, କିନ୍ତୁ ରାଜନୀତି ଜନସେବା କରୁଥିବାରୁ ତାଙ୍କ ପାଇଁ ସେ ଅଞ୍ଚଳବାସୀଙ୍କର ଗୋଟେ ଆଗ୍ରହ ଅଛି। ତାଙ୍କ ପ୍ରଥମ ସାଧବାର୍ଷିକୀରେ ସରକାର ସହିତ ବହୁତ ଲୋକ ଯୋଗଦେବେ। ଆଉ ମୁରଲୀଧର ରଥଙ୍କ ଭଳି ଯଦି ସବୁ ଆଜି ଯେହେତୁ ଗାନ୍ଧିଜୀଙ୍କ ବିଚାରଧାରା ଥିଲା ଗ୍ରାମ ସ୍ୱରାଜ, ଯେ ଗାନ୍ଧିଜୀଙ୍କ ବିଚାରଧାରା, ଗୋପବନ୍ଧୁଙ୍କ ବିଚାରଧାରା, ମଧୁସୂଦନଙ୍କ ବିଚାରଧାରାକୁ ବିଶ୍ୱାସ କରି ସେ ରାଜନୀତିରେ ପ୍ରବେଶ କରିଥିଲେ। ଯଦି ଏହା ମାଧ୍ୟମରେ ସାଧାରଣ ଜନତାଙ୍କ ସେବା ହେଇପାରିବ, ସେଇଆ ଥିଲା ତାଙ୍କ ସଂକଳ୍ପ, ସେଇଆ ଥିଲା ସେବା ସମର୍ପିତ ଭାବନା। ତେଣୁକରି ଆସନ୍ତା 17 ତାରିଖ ଦିନ ତାଙ୍କ ନିଜ ଗାଁରେ ପ୍ରଥମ ସାଧବାର୍ଷିକୀ ମୁହୂର୍ତ୍ତରୁ ବହୁତ ଲୋକ ଯୋଗଦେବେ। ଏବଂ ଭାବୁଛି ତାଙ୍କ ଭଳି ସମସ୍ତେ ଯଦି ତାଙ୍କର ଯୋଉ ଜୀବନଧାରାକୁ, ବିଚାରଧାରାକୁ, ତାଙ୍କର ଯୋଉ ବିଶ୍ୱାସ ଧାରାରେ ଯୋଉ କାମ କରୁଥିଲେ ତାକୁ ଅନ୍ୟମାନେ ଅନୁକରଣ କରିବେ ବା ଅନୁପ୍ରାଣିତ ହେବେ, ତାହେଲେ ତାଙ୍କର ଯୋଉ ଲକ୍ଷ୍ୟ ସଫଳ ହେବ ବୋଲି ବିଶ୍ୱାସ କରେ। ଯୋଉ ବହିଟା କ୍ଲାସ 6 ରେ ପଢୁଛି ସେ ଜେଜେଙ୍କର ପ୍ରଥମ ସାଧବାର୍ଷିକ ସପ୍ତାହ ସେ ଜେଜେଙ୍କ ବାବଦରେ କଣ ଅଛି? ସିଏ ଗୋଟେ ବହୁତ ହି ଭଲ ଲୋକ ଥିଲେ, ଯିଏ ଆଜିର 1000 ବର୍ଷ ପରେ ବି ତାଙ୍କ ନାଁ ରହିବ। ସେ ବହୁତ କାମ କରୁଛନ୍ତି। ଆମ ଗାଁରେ ଯେତେ ସରପଞ୍ଚ ବି ଥିଲେ ସେ ବହୁତ କାମ କରୁଛନ୍ତି। ବହୁତ ପଶୁ ଡାକ୍ତରଖାନା, ବ୍ୟାଙ୍କ, ହସ୍ପିଟାଲ ବହୁତ ଲୋକଙ୍କ କରୁଛନ୍ତି। ଯେତେବେଳେ ବାତ୍ୟା ହେଇଥିଲା ସେତେବେଳେ ବି ଆମ ଘରେ ଯିଏ ଯାହାର ଘର ଭାଙ୍ଗି ଯାଇଥିଲେ ସିଏ ବି ଆମ ସିଏ ବହୁତ କାମ କରୁଛନ୍ତି। ସିଏ ସୋସିଆଲ ୱାର୍କର ବହୁତ କରୁଛନ୍ତି। ଆଉ ତା ବହୁତ ଡେକେଡ ଯାଏ ତା ଗୋଟେ ଛାପ ଛାଡିକି ଯାଇଛନ୍ତି। ତମେ ଆଗକୁ ଜେଜେଙ୍କ ପାଇଁ କଣ କାର୍ଯ୍ୟ କରିବ ବୋଲି ଭାବିଛ? ଯାହା କରିପାରିବି ସେ